ଅନ୍ଧାର ହେଇଗଲା ମୁଁ ଯାଉଛି ପୁରା ଫୋପାଡ଼ି ଦେଇ ଆସେ। ମାମୁଁ ହଁ ଏଇଟା କଣ ପକେଇଲ ସେଠି? କଣ ପକେଇଲି ଅଳିଆ ଗୁରାକ ସେ କରେ ଗଦା ହେଇଥିଲା ତାକୁ ନେଇକି ଆଇଥିଲି ଫୋପାଡ଼ିବାକୁ। ଅଳିଆ ଗୁରା କଣ ଏଇଠି ପକେଇବା ଜାଗା? କଣ ମୁଁ କଣ ନେଇକି ତମ ଘର ଦୁଆର ମୁହଁରେ ପକେଇ ଦେଇ ଆଇଲି? ଘର ଏଇଟା କଣ ଠାକୁର ଘର ଏଠି ପିଲାମାନେ ଜାଗା ସରକାର ଜାଗା ବୋଲି ତମେ ଅଳିଆ ଆବର୍ଜନା ଏଇ ରାସ୍ତା କଡରେ ପକେଇ ଏଠି ତମେ ଜାଣୁଛ ଆମେ 8-10 ଜଣ ବହୁତ ସନ୍ଧ୍ୟା ହେଲେ ହଁ ଆମେ ସଫାସୁଫି କରୁ। ତମେ ଏଇ ତମ ଜାଗାଟାରେ ଏଇ ସେଠି ବଣ ଜଙ୍ଗଲ ହେଇଛି ହଁ। ତାକୁ ଟିକେ ସଫା କରିବା କି କଣ କରିବା ତମେ ସେଇଠି ଅଳିଆ ଆବର୍ଜନା ପକଉଛ। ଆରେ ଇଏ ଜାଣିନାହାନ୍ତି ବାଙ୍ଗାଲୋରରେ କେମିତି ଡେଙ୍ଗୁ ଜ୍ୱର ମାଡି ଯାଉଛି ଜାଣିଛ କି ନାଇଁ? ତମେ ଏଇଠି ପକଉଛ ମଶାଟା କଣ ତମ ଘରକୁ ଯିବେ ଆମ ଘରକୁ ଯିବେନି? ମଲା ତମେ ତମର କେମିତି ରହିବ ତମେ ସେ ବ୍ୟବସ୍ଥା କରିବ ନା ମୁଁ ମୋର ଖୋଡିଆ ଲୋକ ଦେଖୁନ। 4ଟା ଖଣ୍ଡେ ମୋର ମସୁରୀ ଟଙ୍ଗେଇ ଦଉଛି ମୋର। ଆଉ ତା ବେଳିଆ ତମେ ଆଣିକି ଘର ଦୁଆର ମୁହଁରେ ଆମ ଘର ଦୁଆର ମୁହଁରେ ଠାକୁରଙ୍କ ଜାଗାରେ ଆଣିକି ଅଳିଆ ଆବର୍ଜନା ପକେଇବ କାଇଁ? ତମେ ନା ଯୋଉ ପାଣି ଗୁଡାକ ତମେ ଗୋଟେ ଡ୍ରେନ କରିଦେଲେ ହୁଅନ୍ତାନି? ଏ ପାଣି ଗୁଡାକ ଆସି ଜମୁଛି ଏଠି ଦେଖିଲ ଏଇଟା କଣ ଏଇଟା ମାନେ ବସିବା ଉଠିବା ଜାଗା ନା ନାଇଁ? ଏଇଠି ଆମେ ବହୁତ ଛକରେ ସଞ୍ଜବେଳେ ସକାଳେ ମଶା ଗୁରା କାମୁଡ଼ିଲେ ଆମକୁ ଜ୍ୱର ହବ କି ନାଇଁ? ଏ ବଡ ବେକାରିଆ କଥା କହୁଛ। ଯା ତମେ ତମ ବାଟରେ ଯା। ଅବାନ୍ତର ଲୋକ ବୁଝେଇ ହବନି ମାନେ ଗୋଟେ ଆକୁ ସରକାର କଣ ଆସି କାନ୍ଥ ବାଡିରେ ଲେଖିଲେ ବି ଜାଣିପାରିବେନି। କିଡେ ସବୁ ଲୋକ ଏ ଗାଁ ଗହଳିରେ ରହୁଛନ୍ତି।